ମତେ ହେଲେ ରୋଗ ବାତେ ମୁଁ ହେଲେ ମରିକି ଜି ନେଖେନେ ମୋ ପିଲାଙ୍କୁ କିଏ ରଖିବ ଜଣ ଜିଲ୍ଲା ଆମେ ସମସ୍ତେ ଖାଉଥିଲୁ। ଗୋଟିଏ ଗାଁରୁ ତିନିଟି ମୁଣ୍ଡ ଗଡ଼ିଯିବା ପରେ ପୁରା ସୁନସାନ ଏବଂ ଖାଁ ଖାଁ ଗାଁ ରହିଛି ଏବଂ ସମ୍ପୂର୍ଣ୍ଣ ରୂପେ ଶୋକାକୁଳ ପରିବେଶ ରହିଛି। ଆମେ ବର୍ତ୍ତମାନ ରହିଛୁ ରମେଶ ବେହେରାଙ୍କ ଘରେ ଏବଂ ଦେଖୁଥିବେ ସମସ୍ତଙ୍କ ଆଖିରେ ଲୁହ, କାରଣ ଏଭଳି ଗୋଟେ ଘଟଣା ଘଟି ସଙ୍ଗେ ସଙ୍ଗେ ଜଣଙ୍କର ପ୍ରାଣହାନି ଘଟିବ କେହି ବିଶ୍ୱାସ କରିପାରୁନଥିଲେ। ରମେଶଙ୍କ ପରିବାର ବର୍ଗ ରହିଛନ୍ତି। ଆମେ ପ୍ରଥମ ପ୍ରତିକ୍ରିୟା ନେବା ଯେ କାଲି କେତେବେଳେ ଏ ଘଟଣା କେତେବେଳେ ଘଟିଲା? 6:25 କଣ ହେଲା? କିଛି ନା ଆଙ୍କେ ତ ଖାଲି କହୁଥିଲେ, ଆଙ୍କେ ତ ସେତେବେଳେ ଗାଧେଇ ଆଇଲେ କହିଲେ କାହିଁରେ ଆବ ମାଡ଼ ହଉଥିଲେ, ଆଙ୍କେ ଖାଲି ଭଙ୍ଗେଇଲେ ଆଗରୁ ବୁଝିବା ପାଇଁ ଯାଇଥିଲେ। ହଁ ଆଙ୍କେ ବୁଝିବା ପାଇଁ ଖାଲି ଯାଇଥିଲେ କାଣେ ଏମିତି ମାଡ଼ ହଉଛ ଧୀର ନହେଲେ କହିଲା ଆଉ ତ ଆଙ୍କ ଗୋଡକୁ ହାଣିଦେଲେ। ଆଉ କିଏ ହାଣିଦେଲେ? ରତ୍ନା। ଇଏ କଣ ପାଇଁ ଗଣ୍ଡଗୋଳ ହଉଥିଲେ ସବୁ? ଏଇ ଗୋଟେ ଲୋକଟେ ଗୋଟେ ଖାଲି ଗାଳି ଅଭଦ୍ର ଭାଷାରେ ସବୁଦିନ ଏମିତି ନାନା ପ୍ରକାର ଗାଳି କରୁଛି। ଗାଳି ଗଲୁ କେବେ କିଏ କହୁଥାଏ, ସମସ୍ତେ ଆମ ଗାଁରେ ଭାରି କହୁଛନ୍ତି। ଏବେ ଆଙ୍କେ 5-6 ଲୋକ ସବୁ ଆଙ୍କେ 5-6 ଘର ଅଲଗା ରହୁଥାନ୍ତି। ରହିଲେ ଆଙ୍କେ ଖାଲି ଦେଖେ ଶିଖେ ହେଲା ଭଳିଆ ଏମିତି ମାଡ଼ଗୋଳ ହେଲେ ଖାଲି ଅଭଦ୍ର ଭାଷାରେ ଏ ଲୋକଟା ଗାଳି କରୁଥାଏ। ଗାଳି କଲୁ ସମସ୍ତେ କହିଲେ ଏମିତି ଗାଳି କରୁଛୁ, ଆଜି ଆକୁଟା ବାଡ଼ ବେଳେ ତାଙ୍କୁ ନୁକି ପଡ଼ିଲେ। ନୁକି ପଡ଼ିଲୁ ଆଉ 2ଟା ଲୋକ ସେଠି ଥିଲେ, ତାଙ୍କେ ଖାଲି କାଣ ତମେ ହେଲେ କାଣ ତାଙ୍କ ଦିଲ୍ଲୀ ମାଡ଼ ହଉଛି ବୋଲି କହିଲାକୁ ତ ତାଙ୍କେ ସେ ପିଲାଟା ହାଣିଦେଲା ଆଉ ରତନା ବେହେରା। ଆଉ ଇଏ ବୁଝିବା ପାଇଁ ଯାଇଥିଲେ। ଆଙ୍କେ ଖାଲି କହିଲେ କାଣ ଏମିତି ମାଡ଼ ନାଗୁଛ ଆଉ ଗାଳି ପ୍ରାୟ ଏମିତି କାଣ କହ ତ ଧୀର ରହିଲ ହନି ତମେ ତ ରହିଲ ଧୀରେ ବେଲେ ଆଉ ତ ସେ ଆଙ୍କେ ଫାଷ୍ଟ ଏମିତି ଗଲା ଆଙ୍କ ପଛକୁ ଆଙ୍କେ ଦେଇକି ଆଙ୍କ ଗୋଡୁ ହାଣି ଦେଇଛି 2-3 ଚୋଟା ଆଉ 5-6ଟା ପିଲାକୁ ହେଲେ। ମୋ ସ୍ତ୍ରୀ ତାଙ୍କର। ବିବର୍ତ୍ତନ ସିଧାସଳଖ ଆପଣ ରମେଶ ବେହେରାଙ୍କର ସ୍ତ୍ରୀଙ୍କର ଆମେ ବୟାନ ନଉଥିଲୁ ଏବଂ ଯାହା ସେ ସୂଚନା ଦଉଥିଲେ ଯେ ଖାଇବା ପାଣି ମତେ ମିଳିବାକୁ କଷ୍ଟ, ମୋ ପୁଅ ସାନ ମୋ ଝିଅ ସାନ, ଆମର କିଏ ନା ହେବେ ଛୋଟ ଛୋଟ 2ଟି ଛୁଆ ମତେ ହେଲେ ରୋଗ ବାତେ ମୁଁ ହେଲେ ମରିକି ଜି ନେଖେନେ ମୋ ପିଲାଙ୍କୁ କିଏ ରଖିବ ଜଣ ଜିଲ୍ଲା ଆମେ ସମସ୍ତେ ଖାଉଥିଲୁ। ଏକମାତ୍ର ରୋଜଗାରିଆ ଥିଲେ ଯିଏକି ରମେଶ ବେହେରା, ତାଙ୍କୁ ଯେଭଳି ଭାବେ ହତ୍ୟା କରାଯାଇଛି। ତାଙ୍କ ସ୍ତ୍ରୀ ବର୍ତ୍ତମାନ ଆମକୁ ଯାହା ସିଧାସଳଖ ବୟାନ ଦଉଥିଲେ ଯେ 2 ଗୋଷ୍ଠୀ ଭିତରେ ଯେତେବେଳେ ଗଣ୍ଡଗୋଳ ହୋଇଥିଲା ସେତେବେଳେ ସେ ବୁଝିବା ପାଇଁ ଯାଇଥିଲେ ଏବଂ ବୁଝିବାକୁ ଗଲାବେଳେ ତାଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କର ଆଉ ଜଣେ ସମ୍ପର୍କୀୟ ବି କଥା ହେବା ଯେ ଏମିତି କଣ ଘଟିଲା ଯେ ପୁରା ହଣା। ମୁଁ ଆମର ଆମର କୁଲାଗଡ଼ ଆଜ୍ଞା, ମୁଁ ତାଙ୍କର ଶ୍ୱଶୁର ହେବି ବୁଝିଲ। ସବୁ ଏବେ କଥା ସବୁ ଶୁଣିଲୁ, ଏବେ ସବୁ ହଣାହାଣି ଶୁଣିଲୁ, ଏବେ ସକାଳୁ ଆଉଛି ଆଉ କଣ କହିବି ନାଇଁ। ଏସବୁ ସକାଳ ରାତିରେ ଆଇଲୁ ପୋଲିସ ମାନେ ସବୁ ଛାଡ଼ିଲି ନାହିଁ ସେ କଥା କହୁଥିଲେ। ରାତିରେ ଆଇଲୁ ବାଟରୁ ବାହୁଡ଼ି ପଡ଼ିଲୁ ବୁଝିଲ, ବାଟରୁ ବାହୁଡ଼ି ପଡ଼ିଲୁ ରାତିରେ ଏ ସକାଳ ବେଲା ସବୁ ଆଇଲୁ ଆଉ କଣ ଏତେ କଥା। ଆଜ୍ଞା ଆଗରୁ ଗଣ୍ଡଗୋଳ ସବୁ ଚାଲିଥିଲା ସବୁ? ମୁଁ ଗଣ୍ଡଗୋଳ କଥା ଆଜି କାଲିର କଥା, ମୁଁ ଗଣ୍ଡଗୋଳ କଥା କିଛି ଜାଣିନି କାହିଁକି ସେ କଥାକୁ ନାଇଁ। ମୁଁ ଏ କଥା କିଛି କଣ ହେବେ ରମେଶ ବେହେରା ଆପଣ କଣ? ମୋର ଜୋଇଁ ପୁଅ ଇଏ ଝିଅ ନାଇଁ, ଏ ଝିଅ ମୋର ଜୋଇଁ ପୁଅ ବୁଝିଲ। ଆଉ ଏତେ କଥା ଆଜ୍ଞା ମୁଁ କହିବାରେ ଆଉ କଣ ଆଉ ଏତିକି ଆଇଛି ମରିଗଲେ ତ ସରିଗଲେ ତ ଆଉ କଣ ଅଛି। ଆମ ଝିଅ ନାତି ସବୁ କେମିତି ଚଳିବେ ସେ କଥା ପକଉଛି ଆଜ୍ଞା କଣ କରିବା। ଇଏ କଣ କରୁଥିଲେ ରମେଶ ବେହେରା? ସୁରତ ଯାଇକି ଆମେ କରୁଥିଲେ, ଆସିଥିଲେ ସୁରତ। ଏବେ ସୁରତ ତାଙ୍କର ବହୁ ବର୍ଷିକା ହେଲା। ଦେଖନ୍ତୁ ଯାହା ଯେମିତି ବିବର୍ତ୍ତନ ପୂର୍ବ ବୁଲେଟିନରେ ଆପଣ ଯେଉଁ ପ୍ରଶ୍ନ ପଚାରୁଥିଲେ ଯେ ଖଦାଳ ବେହେରା ରତ୍ନାକର ବେହେରାଙ୍କ ପରେ ଯେଉଁ ରମେଶ ବେହେରାଙ୍କର କ'ଣ ସମ୍ପୃକ୍ତ ରହିଛି, ଆମେ ସିଧାସଳଖ ରମେଶ ବେହେରାଙ୍କର ଘରର ହିଁ ପ୍ରତିକ୍ରିୟା ନେଉଥିଲୁ ଯେ ଯେତେବେଳେ 2 ଗୋଷ୍ଠୀ ଭିତରେ ଗଣ୍ଡଗୋଳ ଚାଲିଥିଲା ସେତେବେଳେ ରମେଶ ବେହେରା କୁଆଡ଼େ ବୁଝେଇବାକୁ ତାଙ୍କୁ ଯାଇଥିଲେ ଏବଂ ବୁଝେଇବା ସମୟରେ ଯିଏ ତାଙ୍କ ସ୍ତ୍ରୀ ଯାହା କହୁଥିଲେ ଯେ ବୁଝେଇବା ସମୟରେ ହିଁ ତାଙ୍କୁ ଆକ୍ରମଣ ହୋଇଥିଲା ଏବଂ ସେଠାରେ ହିଁ ରମେଶ ବେହେରାଙ୍କର ମୃତ୍ୟୁ ଘଟିଥିଲା ଏବଂ ଘରର ଏକମାତ୍ର ସିଏ ରହିଥିଲେ ରୋଜଗାରିଆ ଯିଏକି ସୁରତରେ କାର୍ଯ୍ୟ କରୁଥିଲେ।